ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ସଂସ୍କୃତ ଭାଷା ସୋପାନ ବହିର ଚତୁର୍ଥ ପାଠକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ଶୁଣି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଆଲୋଚନା କରିବା। ଚତୁର୍ଥ ପାଠ ବାଲକଃ ବାଲକଃ କିଂ କୁର୍ଯାତ୍। ବାଲକଃ କିଂ କୁର୍ଯାତ୍। ଓଡ଼ିଆରେ ବାଳକ କ'ଣ କରିବା ଉଚିତ? ବାଲକଃ ପାଠଂ ପଠେତ୍। ବାଳକ ପାଠ ପଢ଼ିବା ଉଚିତ। ଆଚାର୍ଯ୍ୟ କିଂ କୁର୍ୟାତ୍। ଆଚାର୍ଯ୍ୟ କ'ଣ କରିବା ଉଚିତ? ଆଚାର୍ଯ୍ୟ ଛାତ୍ରାନ୍ ପାଠୟେତ୍। ଆଚାର୍ଯ୍ୟ ଛାତ୍ରମାନଙ୍କୁ ପଢ଼ାଇବା ଉଚିତ। ପାଚକଃ କିଂ କୁର୍ୟାତ୍। ପାଚକ କ'ଣ ବା ପାଚକ ମାନେ ରୋଷେଇଆ। ରୋଷେଇଆ କ'ଣ କରିବା ଉଚିତ? ପାଚକ ମାନେ ରୋଷେଇ ଯିଏ କରେ ତାକୁ ପାଚକ। ରୋଷେଇଆ ହେଉଛି ପାଚକ। ରୋଷେଇଆ କ'ଣ କରିବା ଉଚିତ? ପାଚକଃ ଅନ୍ନଂ ପଚେତ୍। ରୋଷେଇଆ ଭାତ ରାନ୍ଧିବା ଉଚିତ। ସୈନିକଃ କିଂ କୁର୍ଯାତ୍। ସୈନିକଟି କ'ଣ କରିବା ଉଚିତ? ସୈନିକଃ ଦେଶଂ ରକ୍ଷେତ୍। ସୈନିକ ଦେଶକୁ ରକ୍ଷା କରିବା ଉଚିତ। କୃଷକାଃ କିଂ କୁର୍ୟୁ। କୃଷକ କ'ଣ କରିବା ଉଚିତ? କୃଷକ କ'ଣ କରିବା ଉଚିତ? କୃଷକ ଏକ ବଚନ, ଏଠି କୃଷକ ବହୁ ବଚନ। କୃଷକାଃ ମାନେ କୃଷକ ମାନେ କ'ଣ କରିବା ଉଚିତ? ଯଦି କୃଷକ ଥାନ୍ତା କୃଷକଟି ହୁଅନ୍ତା, କିନ୍ତୁ ଏଠାରେ କୃଷକାଃ ଅଛି ଯେହେତୁ ବହୁ ବଚନ, ଅଧିକ କୃଷକ ମାନେ। କୃଷକାଃ କୃଷକ ମାନେ। ଜଣେ କୃଷକ ମାନେ କୃଷକ ହୁଅନ୍ତା, କୃଷକ ମାନେ। କୃଷକ ମାନେ କ'ଣ କରିବା ଉଚିତ? କୃଷକାଃ କୃଷିଂ କୁର୍ୟୁ। ମାନେ କୃଷକ ମାନେ ଚାଷ କାର୍ଯ୍ୟ କରିବା ଉଚିତ। ଅହଂ ମାନେ ମୁଁ। ଅହଂ କିଂ କୁର୍ୟାମ୍। ଅହଂ ମୁଁ କ'ଣ କରିବା ଉଚିତ? ଅହଂ ଦେଶ ସେବାଂ କୁର୍ୟାମ୍। ମୁଁ ଦେଶ ସେବା କରିବା ଉଚିତ। ବୟଂ କିଂ କୁର୍ୟାମ୍। ବୟଂ ଆମେ କ'ଣ କରିବା ଉଚିତ? ବୟଂ ଅଧ୍ୟୟନଂ କୁର୍ଯାମ୍। ଆମ୍ଭେମାନେ ପାଠ ପଢ଼ିବା ଉଚିତ। ବୟଂ ଅଧ୍ୟୟନଂ କୁର୍ଯାମ। ଆମେ ପାଠ ପଢ଼ିବା ଉଚିତ। ଏଠି କିଛି କଠିନ ଶବ୍ଦାର୍ଥ ଦିଆଯାଇଛି। ପଚେତ୍ ମାନେ ରାନ୍ଧିବା ଉଚିତ। ପଚେତ୍ ରାନ୍ଧିବା ଉଚିତ। କୁର୍ୟୁ କରିବା ଉଚିତ। ଏଠି ସ୍ମରଣ କରୁ, କିଛି ମନେ ରଖିବା ପାଇଁ ଗୀତଟିକୁ ଆମେ ମନେ ରଖିବା। ମନସା ସତତଂ ସ୍ମରଣୀୟଂ ବଚସା ସତତଂ ବଦନୀୟଂ ଲୋକହିତଂ ମମ କରଣୀୟଂ। ମାନେ ମନସା ମନରେ ସଦା ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଯାହାକି ଲେଖାଯାଇଛି ମନସା ସତତଂ ସ୍ମରଣୀୟଂ ବଚସା ସତତଂ ବଦନୀୟଂ। ମନରେ ସଦା ସର୍ବଦା ଭଗବାନଙ୍କୁ ସ୍ମରଣ କରିବା ଉଚିତ। ମୁଖରେ ସଦା ସର୍ବଦା ସତ୍ୟ କଥା, ମିଠା କଥା କହିବା ଉଚିତ। ଲୋକହିତଂ ମମ କରଣୀୟଂ। ଜଗତର କଲ୍ୟାଣ, ଲୋକଙ୍କର ମଙ୍ଗଳ କରିବା ମୋର କର୍ତ୍ତବ୍ୟ। ଲୋକହିତଂ ମମ କରଣୀୟମ୍,
ଜଗତର କଲ୍ୟାଣ କରିବା ମୋର ପ୍ରଧାନ କର୍ତ୍ତବ୍ୟ ବୋଲି ଲେଖାଯାଇଛି। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯେଉଁମାନେ ଆମ ଚ୍ୟାନେଲ ପାଇଁ ପ୍ରଥମ ଥର ଆସିଛନ୍ତି ତାହେଲେ ସବସ୍କ୍ରାଇବ୍ କରିନେବେ। ପରବର୍ତ୍ତୀ କାଳାଂଶରେ ପୁଣି ଦେଖା ହେବ। ବର୍ତ୍ତମାନ ପାଇଁ ବିଦାୟ ନେଉଛି।